ସବୁବେଳେ ସେମ୍ ପିଠା ମିଠା କେକ୍ ଖାଇ ଯେ ବୋର୍ ହେଇଯିବେ ନା, କିଛି ନୂଆ କିଛି ଅଲଗା ଟ୍ରାଏ କରନ୍ତୁ। ଛୁଆମାନେ ବି ଖୁସି ହେଇଯିବେ, ଛୁଆମାନଙ୍କର ଖାସ୍ କରି ଫେଭରେଟ୍ ରେସିପି ହେବ। ଆଉ ଏମିତିରେ ବି ବଡ଼ମାନେ ପସନ୍ଦ କରିବେ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି ନା, ଘରେ ଥିବା ବେସିକ୍ ସାମଗ୍ରୀରେ ବି ଦେଖିବେ ବହୁତ ବଢ଼ିଆ ଗୋଟେ ସ୍ୱାଦିଷ୍ଟ। ଏଠି ମିଠା ପିଠା ଆପଣମାନେ ଏଠି ଦୁଇଟି ସ୍ୱାଦ ପାଇବେ, 2ରୁ 3ଟି କେକ୍ର ବି ସ୍ୱାଦ ପାଇବେ। ଭାରି ସୁଆଦିଆ ଲାଗେ ଖାଇବା ପାଇଁ, ଆଉ ପାଟିରେ ଦଉ ଦଉ ପୁରା ମିଳେଇଯିବ। ଆପଣମାନଙ୍କୁ ଦେଖେଇ ଦେଉଛି ପାଖରୁ, ଦେଖନ୍ତୁ କେତେ ସ୍ୱାଦିଷ୍ଟ ବନିଥିବ, ଆପଣମାନେ ଦେଖିକି ଜାଣିପାରୁଥିବେ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ତ ଫୁଲ୍ ଭିଡ଼ିଓ ୱାଚ୍ କରନ୍ତୁ, କେମିତି କ'ଣ ବଞ୍ଚି ଜାଣିପାରିବେ, ଇଜିଲି ପ୍ରସ୍ତୁତ କରିପାରିବେ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାହେଉଛି, ଆଉ ଖାଇବାକୁ ବି ଭାରି ସୁଆଦିଆ ଲାଗେ ରେସିପିଟି। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଏଇ ଆମେ ପିଠାଟା ବନେଇବା ପାଇଁ ବା ପିଠା ମିଠା କେକ୍ ଆପଣମାନେ ତିନୋଟି ସ୍ୱାଦ ପାଇବେ, ସେ ରେସିପିଟା ପ୍ରସ୍ତୁତ କରିବା ପାଇଁ ଦେଖନ୍ତୁ ଏଠି ବିନା ସୁଜି ବିନା ଅଟା ବିନା ମଇଦାରେ ବି ବହୁତ ବଢ଼ିଆ ବନିକି ରେଡ଼ି ହେଇଯିବ। ଘରେ ଯଦି ବିସ୍କୁଟ୍ ଅଛି ନା, ତାହେଲେ ଦେଖିବେ ଆପଣମାନେ ଏ ତିନୋଟି ରେସିପିର ସ୍ୱାଦ ଏ ଗୋଟେ ରେସିପିରେ ପାଇବେ। ତ ଦେଖନ୍ତୁ ଏଠି କିଛି ବିସ୍କୁଟ୍ ନେଇଛି, ଆପଣମାନେ ଯେଉଁ ବି ବିସ୍କୁଟ୍ ନେଇପାରିବେ। ଏମିତିରେ ଦେଖିବେ କ୍ରିମ୍ ବିସ୍କୁଟ୍ ଯଦି ନେଉଛନ୍ତି ତା କ୍ରିମ୍ ବାହାର କରିକି ନେବେ, ଆଉ ନହେଲେ ଦେଖି ନର୍ମାଲ୍ ବିସ୍କୁଟ୍ ଯାହା ବି ନେଇପାରିବେ। ତାପରେ କ'ଣ କରିବେ ନା, ଆପଣମାନେ ଚାହିଁଲେ ଆକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିପାରିବେ। କିନ୍ତୁ ଦେଖନ୍ତୁ ମୁଁ ଗୋଟେ ହେମଦସ୍ତା ବାଡ଼ି ସାହାଯ୍ୟରେ ତାକୁ ଟିକେ ଗୁଣ୍ଡ କରିଦେଲି। ବିସ୍କୁଟ୍ଟା ଏମିତିରେ ବି ଗୁଣ୍ଡ ହେଇଯାଏ। ତ ଦେଖନ୍ତୁ ମୁଁ ଏଠି ଗୁଣ୍ଡ କରିସାରିବା ପରେ ଆପଣମାନଙ୍କୁ ଦେଖାଉଛି। ଆଉ ଟିକେ ଟିକେ ମାନେ ଛୋଟ ଛୋଟ ପୁରା ଦେଖନ୍ତୁ ଏଠି ଖଣ୍ଡ ଖଣ୍ଡ ଅଛି, ଇଏ ରହିଲେ ବି ଚଳିବ, ବହୁତ ବଢ଼ିଆ ଲାଗିବ ଖାଇବା ସମୟରେ। ତ ଏଇଭଳି ଗୋଟେ ଚୁରା ବନେଇ ସାରିବା ପରେ ସେଥିରୁ ଆମେ ଅଳ୍ପ ଟିକେ ସେ ବିସ୍କୁଟ୍ ଗୁଣ୍ଡକୁ ରଖିଦେବା, ଆଗକୁ ଆମକୁ କାମରେ ଆସିବ, ଆଉ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ରେସିପିଟା ବନେଇ ସାରିବା ପରେ ଆକୁ ଯଦି ଏଡ୍ କରିବେ, ତ ଏବେ କ'ଣ କରିବେ ନା, ଆକୁ ଆମେ ବି ସାଇଡ଼୍ରେ ରଖିଦେବା। ତାପରେ ଆପଣମାନେ ଚାହିଁଲେ ଆକୁ ଏଇଠି କାଗଜ ଗ୍ଲାସ୍ରେ ବି ବନେଇ ପାରିବେ ସେପ୍ ଦେବା ପାଇଁ। ଆପଣମାନେ ଚାହିଁଲେ ଛୋଟ ଛୋଟ ଗିନାରେ ବି ବନେଇ ପାରିବେ, ଆଉ ଯଦି ଚାହିଁବେ କଣ୍ଟେନର୍ରେ ବି ବନେଇ ପାରିବେ। କେକ୍ କଣ୍ଟେନର୍ରେ କି କଂସା ହେଉ, ଯେଉଁଥିରେ ବି ଆପଣମାନଙ୍କୁ ପସନ୍ଦ ସେ ଅନୁସାରେ ଆପଣମାନେ ଏଠି ସେପ୍ଟା ଦେଇପାରିବେ। ତ ଏଇଠି ଦେଖନ୍ତୁ ଛୋଟ ଛୋଟ ପୁରା 4ଟି ଗିନା ନେଇଛି, ଆଉ ସେଥିରେ ଅଳ୍ପ ଟିକେ ଆମେ ବ୍ରସ୍ର ହେଲ୍ପରେ ଅଳ୍ପ ଟିକେ ତେଲକୁ ଲଗାଇଦେବା। ଆଉ ଏଇଠି ଦେଖନ୍ତୁ ଛୋଟ ଛୋଟ ପୁରା ମୁଁ ଆକୁ ଗୋଲ ଗୋଲ ପିସେସ୍ରେ ଏଠି ବଟର ପେପରକୁ ମୁଁ କଟିଂ କରିକି ଲଗାଉଛି। ଏଇଟା ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଯଦି କେବଳ ତେଲ ଲଗାଇଦେବେ, ଆଉ ଅଳ୍ପ ଟିକେ ସେଥିରେ ଅଟା କି ମଇଦା ଯଦି ତା ଉପରେ ଏଡ୍ କରିଦେବେ ସେ ଗିନାରେ, ତାହେଲେ ଦେଖିବେ ଇଜିଲି ପୁରା ବାହାରି ପାରିବ। ଆଉ ଯଦି ଏଇ ପ୍ରୋସେସଟା କରିବାକୁ ଚାହୁଁନାହାନ୍ତି, ଅଳ୍ପ ଘିଅ କି ତେଲ ଲଗାଇ ଦିଅନ୍ତୁ। ଆଉ ଚାହିଁଲେ ଏଇଭଳି ବଟର ପେପର ଯଦି ନାହିଁ ଆପଣଙ୍କ ପାଖରେ, ତ ଆପଣଙ୍କ ପାଖରେ ଯଦି ହ୍ୱାଇଟ୍ ପେପର ଅଛି ତାକୁ କଟିଂ କରିବି ଆପଣମାନେ ତେଲ ଲଗାଇକି ବି ଏଡ୍ କରିପାରିବେ। ତାହେଲେ ବି ଦେଖିବେ ବଟର ପେପର କାମ କରିବ, ସେ ହ୍ୱାଇଟ୍ ପେପର ବି। ସେଥିରେ ତେଲ ଯଦି ଅଳ୍ପ ଟିକେ ଲଗାଇଦେବେ, ତାପରେ କ'ଣ କରିବେ ନା, ସେ ଗିନାକୁ ସାଇଡ଼୍ରେ ରଖିଦେବା। ତାପରେ ଦେଖନ୍ତୁ ସେ ବିସ୍କୁଟ୍ରେ ବଡ଼ 2 ଚାମଚ ମୁଁ ଏଡ୍ କରିଦେଲି, ତେଲ ଏଡ୍ କରିଦେଲି। ତାପରେ ଯେହେତୁ ବିସ୍କୁଟ୍ଟା ମିଠା ଥାଏ, ତ ମୁଁ ଏଥିରେ ବିଲକୁଲ ବି ଆଉ ଚିନି ଏଡ୍ କଲିନି। ଆଉ ତାପରେ କ୍ଷୀରକୁ ଏଡ୍ କରିଦେଲି। କ୍ଷୀରକୁ ଏକାଥରକେ ଏଡ୍ କରିବେନି, ଅଳ୍ପ ଅଳ୍ପ କରି ଯଦି ଏଡ୍ କରିବେ ଦେଖିବେ ଗୁଳା ବି ବନିବନି, ଆଉ ଦେଖିବେ ମାନେ ପତଲା ବହଳିଆ ଜଣାପଡ଼ିବ। ଯେମିତି ଆପଣମାନେ କେକ୍ ପାଇଁ ବେଟର ବନାଉଛନ୍ତି କି ଚକୁଳି ପିଠା ପାଇଁ ବେଟର ବନାଉଛନ୍ତି, ସେଇଭଳି ପ୍ରୋସେସ୍ରେ ହିଁ ଗୋଟେ ସ୍ମୁଥ୍ ବେଟର ବନିକି ରେଡ଼ି ହେବ। ଆଉ ଦେଖନ୍ତୁ ଏଇଭଳି ଟିକେ କଣ୍ଟିନ୍ୟୁ ମିକ୍ସ କରିବେ। ଆପଣମାନେ ତ ପିଠା ବି ବନାଉଥିବେ ଏଇଭଳି ପ୍ରୋସେସ୍ରେ, ତ ଦେଖିବେ ଆପଣମାନେ ଚାହିଁଲେ ଆକୁ ଗୋଲାପ ଜାମୁନ ବି ବନେଇ ପାରିବେ ଏଇ ବେଟରକୁ, ଆଉ ପିଠା ବି ଚାହିଁଲେ ବନେଇ ପାରିବେ। ତ ଏଠି ମୁଁ ଟିକେ ନୂଆ ଲୁକ୍ ଦେବା ପାଇଁ ଛୁଆମାନଙ୍କ ଫେଭରେଟ୍ ପାଇଁ ବୋଲି ମୁଁ এই ରେସିପିଟା ଆପଣମାନଙ୍କୁ ସେୟାର କରିଛି। ଯଦି ଆପଣମାନେ ଘରେ ଥରେ ମାତ୍ର ଟ୍ରାଏ କରିବେ, ଦେଖିବେ ସ୍ୱାଦ ହିଁ ଭୁଲି ପାରିବେନି। ଯେବେ ବି ମିଠା କି ପିଠା କିଛି ଖାଇବାକୁ ଇଚ୍ଛା ହେଲା, କେକ୍ ଖାଇବାକୁ ଇଚ୍ଛା ହେଲା ନା, ଏଇ ରେସିପିଟା ପୁରା ଝଟପଟ ବନିକି ରେଡ଼ି ହେଇଯାଏ। ତାପରେ କ୍ଷୀରକୁ ଏଡ୍ କରି ଗୋଟେ ବହଳିଆ ନାହିଁ କି ପତଲା ନାହିଁ ବେଟର ଆମେ ପ୍ରସ୍ତୁତ କରିଦେବା। ଆଉ ଅଳ୍ପ ଟିକେ ସେଥିରେ ଆମେ ବେକିଂ ସୋଡ଼ା ବେକିଂ ପାଉଡ଼ର ହାଫ୍ ଚାମଚ ଲେଖା ଏଡ୍ କରିବା। ତା ଉପରେ ପୁଣି ଅଳ୍ପ ଟିକେ କ୍ଷୀରକୁ ଏଡ୍ କରିଦେବା ଦ୍ୱାରା ବେକିଂ ପାଉଡ଼ରଟା ସେ ପୁରା ବିସ୍କୁଟ୍ରେ ଆମର ମିକ୍ସ ହେଇଯିବ। ଏଭଳି ଟିକେ କଣ୍ଟିନ୍ୟୁ ଟିକେ ମିକ୍ସ କରିଦେବେ। ଆଉ ଦେଖିବେ ସବୁବେଳେ ଧ୍ୟାନ ରଖିବେ, ଅଧିକା ଯଦି ଆପଣମାନେ ଫେଣ୍ଟିବେ ନା, ଦେଖିବେ ସେ ମାନେ ଭଲସେ ଫୁଲିବନି। ଆପଣମାନେ କେକ୍ ବନାନ୍ତୁ କି ପିଠା ବନାନ୍ତୁ, ତ ବଟର ସେଥିରେ ଯେତେବେଳେ ଆମେ ବେକିଂ ସୋଡ଼ାଟା ଏଡ୍ କଲେ ନା, ଆଉ ତା ଦେଖିବେ 2ରୁ 3 ରାଉଣ୍ଡ କି ବେକିଂ ସୋଡ଼ା ସେ ଭିତରେ ମିକ୍ସ ହେଲା ପର୍ଯ୍ୟନ୍ତ ହିଁ ତାକୁ ଟିକେ ମିକ୍ସ କରିବେ, ଅଧିକା ଫେଣ୍ଟିବେନି। ତାପରେ କ'ଣ କରିବେ ନା, ସେଥିରୁ ଅଳ୍ପ ଅଳ୍ପ ଆମେ ଦେଖନ୍ତୁ ଏଠି ଗିନାରେ ଏଡ୍ କରିଦେବା ସେ ବେଟରକୁ। ଆଉ ଧ୍ୟାନ ରଖିବେ ପୁରା ପେକ୍ କରିକିରି ସେ ଗିନାରେ ଏଡ୍ କରିବେନି। ଯଦି ପେକ୍ କରିକି ଏଡ୍ କରିବେ, ତାହେଲେ ଦେଖିବେ ବାହାରୁ ପୁରା ବାହାରିଯିବ, ଆଉ ଯେଉଁଟା ଆପଣମାନେ ଘୋଡ଼େଇଥିବେ ତା ଉପରେ ନା, ସେ ଉପରେ ବି ଲାଗିଯିବ। ତ ଫୁଲିବ ଯେହେତୁ ଏଇଠି ଆମର ବିସ୍କୁଟ୍ଟା, ତ ସେଥିପାଇଁ ଆମେ ଅଧା ଅଧା କରି ହିଁ ଦେଖନ୍ତୁ ମୁଁ ବେଟରକୁ ଏଡ୍ କରିଦେଲି। ଆଉ ଟିକେ ଟ୍ୟାପ୍ କରିଦେବା। ଏଭଳି ଯଦି ଟ୍ୟାପ୍ କରିବେ ନା, ସେ କ'ଣ ହେବ, ସେ ଭିତରେ ବବଲ୍ସ ଥିଲେ, ତ ବବଲ୍ସ ଗୁଡ଼ାକ ଏଥିରେ ମିଟିଯିବ, ଆଉ ଦେଖିବେ ବଢ଼ିଆ ଆମର
କେକ୍ ବନିକି ରେଡ଼ି ହେବ। ତ ଦେଖନ୍ତୁ ଆଉ ଟିକେ ଅଳ୍ପ ଗୋଟେ ମୁଁ ଏଠି କାଗଜର ଗ୍ଲାସ୍ ଥିଲା ମୋ ପାଖରେ, ସେଇଥିରେ ଏଡ୍ କରିଦେଲି ବଳିଲା ବେଟର୍ ଗୁଡ଼ାକ ସେଇଥିପାଇଁ। ଆଉ ସୁନ୍ଦର ଦେଖାଯିବ ଯେମିତି, ଆଉ ଛୁଆମାନେ ଦେଖିବେ ଯେଉଁ ସୁନ୍ଦର ଦେଖାଯାଉଛି ନା, ମାନେ ସେମାନେ ତ ଏମିତିରେ ବନେଇବା ସମୟରେ ମାନେ ବନେଇବା ସମୟରେ ଅପେକ୍ଷା କରି ବସିବେ ଯେ କେତେବେଳେ ବନିବ ସେମାନେ ଖାଇବେ। ତ ଦେଖନ୍ତୁ ତାପରେ ମୁଁ ସୁନ୍ଦର ଦେଖାଯିବା ପାଇଁ ବିସ୍କୁଟ୍ ଗୋଟେ ଗୋଟେ ଦେଇଦେଲି। ଆଉ କ'ଣ କରିବା, ଗୋଟେ ଆମେ ତାୱା ନେଇଯିବା, ବିନା ଓଭେନ୍ରେ ଆପଣମାନେ ଆକୁ ବନେଇ ପାରିବେ। ଆଉ ଘରେ ଯଦି ପୋଡ଼ାପୋଡ଼ି ତାୱା ବି ଅଛି ନା ମୋ ଭଳି, ଦେଖନ୍ତୁ ସେ ତାୱା ଉପରେ ଏଡ୍ କରିଦେବେ। ଆଉ ତାପରେ କ'ଣ କରିବେ, ତାକୁ ପୁରା ପେକ୍ ହେଲା ଭଳିଆ ଗୋଟେ ଆମେ ଡେକ୍ଚି ତା ଉପରେ ଆମେ ଘୋଡ଼େଇ ଦେବା ଦ୍ୱାରା ପୁରା ଇଜି ପ୍ରୋସେସ୍ରେ ପୁରା 15ରୁ 20 ମିନିଟ୍ରେ ଅଧିକା ସମୟ ବି ଲାଗେନି। ତ ଆପଣମାନେ ବନେଇକି ଦେଖନ୍ତୁ, ଦେଖିବେ ଏମିତି ନର୍ମାଲି କେକ୍ ହଉ ପିଠା ବନେଇବା ପାଇଁ ଆପଣମାନଙ୍କୁ 40 ମିନିଟ୍ ଲାଗୁଥିବ, 40ରୁ 45 ମିନିଟ୍, ଇଏ ଦେଖିବେ 15ରୁ 20 ମିନିଟ୍ରେ ବନିକି ରେଡ଼ି ହେଇଯିବ। ତାପରେ କ'ଣ କରିବା ନା, ଇଏ ବନିଲା ଭିତରେ ଆମେ ଚିନି ସିରା ପ୍ରସ୍ତୁତ କରିଦେବା। ତ ଦେଖନ୍ତୁ ଏଇଠି ମୁଁ ଯେତିକି ଆପଣମାନେ ଚାହିଁବେ ସେ ଅନୁସାରେ ଚିନି ସିରା ପ୍ରସ୍ତୁତ କରିପାରିବେ। ତ ମୁଁ ଅଳ୍ପ ଟିକେ ହାଫ୍ ଗିନା ସେଥିରେ ମୁଁ ଏଡ୍ କରିଦେଲି ଚିନି, ଆଉ ସେଥିରେ ହାଫ୍ ଗିନା ପାଣି ଦେଇଦେଲି। ଆଉ ଭଲ ଫ୍ଲେଭର୍ ପାଇଁ ଅଳ୍ପ ଟିକେ ସେଥିରେ ମୁଁ ଏଡ୍ କରିଦେଲି ଅଳେଇଚ। ତ ଚିନିଟା ପୁରା ମେଲ୍ଟ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ଯେମିତି ଆପଣମାନେ ଗୋଲାପ ଜାମୁନ ପାଇଁ ଚିନି ସିରା ବନାଉଛନ୍ତି ନା, ସେଇଭଳି ହିଁ ଚିନି ସିରା ଆମେ ପ୍ରସ୍ତୁତ କରିବା। ଦେଖିବେ ଏଇ ରେସିପିରେ ନା ଆପଣମାନଙ୍କୁ ଗୋଲାପ ଜାମୁନର ବି ଟେଷ୍ଟ ଆସିବ, ଏତେ ବଢ଼ିଆ ପୁରା ଲାଗେ ନା ଫ୍ରେଣ୍ଡସ୍। ଆପଣମାନେ ବନାନ୍ତୁ, ତାପରେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ହାତକୁ ଯଦି ଚିପଚିପକା ଚିନି ସିରା ଲାଗିଲା ତାହେଲେ ବନ୍ଦ କରିଦେବେ ଗ୍ୟାସ୍ ପେନ୍କୁ। ତ ଏବେ ଚାଲନ୍ତୁ ଗ୍ୟାସ୍କୁ ଆମେ ଅଫ୍ କରିଦେବା। ତାପରେ ଆମେ ବିସ୍କୁଟ୍ଟା ବନିଛି କି ନାହିଁ ଟିକେ ଚେକ୍ କରିଦେବା, ବା ବିସ୍କୁଟ୍ର ଆମର କେକ୍ ବନିଛି କି ନାହିଁ ଟିକେ ଚେକ୍ କରିଦେବା। ଦେଖନ୍ତୁ ଗୋଟେ ଛୁରୀ କି ଷ୍ଟିକ୍ ନେବେ, ଆଉ ସେଇଥିରେ ପୁରା ଆପଣମାନେ ଦେଖନ୍ତୁ ଏଇଭଳି ପ୍ରେସ୍ କରିବେ। ଯଦି କ୍ଲିନ୍ ବାହାରୁଛି ନା, ଜାଣିଦେବେ ଯେ ପରଫେକ୍ଟଲି ବନିଗଲାଣି। ତ ଦେଖନ୍ତୁ ଏଇଠି ମୋତେ 15ରୁ 20 ମିନିଟ୍ ହିଁ ଟାଇମ୍ ଲାଗିଥିଲା ବନିବା ପାଇଁ। ଆଉ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ତ ପୁରାପୁରି ପରଫେକ୍ଟ ବନିଛି। ଆଉ ବିସ୍କୁଟ୍ଟା ବି ଦେଖାଯାଉଛି, ଯେ ଆମେ ଗୋଟେ ଗୋଟେ ଲାଷ୍ଟରେ ବିସ୍କୁଟ୍ ଏଡ୍ କରିଥିଲେ ନା, ସେ ପୁରା ଦେଖାଯାଉଛି ଆଉ କେତେ ସୁନ୍ଦର ବି ଦେଖାଯାଉଛି। ତ ଏଇଭଳି ପ୍ରୋସେସ୍ରେ ଚାରି ସାଇଡ଼୍ ପୁରା କ୍ଲିନ୍ କରିଦେବା। କ୍ଲିନ୍ କରିବା ଦ୍ୱାରା ଜଲ୍ଦି ପୁରା ଇଜି ପ୍ରୋସେସ୍ରେ ବାହାରିଯିବ। ତାପରେ ସେ ବଟର୍ ପେପର୍ଟାକୁ ଆମେ ବାହାର କରିଦେବା। ବାହାର କରି ଗୋଟେ ଆମେ ପ୍ଲେଟ୍ରେ ରଖିଦେବା। ସେମ୍ ପ୍ରୋସେସ୍ରେ ସବୁତକ କେକ୍ ମୁଁ ବାହାର କରିଦେଲି। ବାହାର କରିକି ଆଉ ତାକୁ କ'ଣ କଲି ନା, ତାକୁ ବଟର୍ ପେପର୍ରେ ରଖିଦେଲି। ଦେଖନ୍ତୁ ପୁରା ଇଜି ପ୍ରୋସେସ୍ରେ ବାହାରି ଯାଉଛି। ତ ଦେଖିବେ ଯେତେବେଳେ ବଢ଼ିଆ ବନିଯିବ ନା, ବଢ଼ିଆ ସେ ଗୋଟେ ତା'ର ସ୍ମେଲ୍ ହେବ। ତ ଜାଣିଦେବେ ପରଫେକ୍ଟଲି ପୁରା ବନିଗଲାଣି ତ କେକ୍ଟା। ତାପରେ କ'ଣ କରିବେ ନା, ଗୋଟେ ଆମେ ପ୍ଲେଟ୍କୁ ବାହାର କରିଦେବା। ଏଇ ରେସିପିରେ ନା ଆପଣମାନେ ଯଦି ଘରେ ବନେଇଥିବେ କେବେ ବିସ୍କୁଟ୍ର ମିଠା ବନେଇଥିବେ, ସେ ବିସ୍କୁଟ୍ ମିଠାର ବି ସ୍ୱାଦ ଆସିବ। ମାନେ ବହୁତ ବଢ଼ିଆ ଲାଗେ ଖାଇବା ପାଇଁ, ଆଉ ପାଟିରେ ଦଉ ଦଉ ପୁରା ମିଳିଯିବ। ଆଉ ଦେଖନ୍ତୁ ଆମର ମିନି ଛୋଟ କେକ୍ ପୁରା ବନିକି ଏଠି ରେଡ଼ି ହେଇସାରିଛି। ଯେଉଁ କାଗଜ ଆମେ ବନେଇଥିଲେ କାଗଜ କପ୍ରେ, ସେଇ ଏଇଠି ଦେଖନ୍ତୁ ପ୍ରେସ୍ କରିକି ଆପଣମାନଙ୍କୁ ଦେଖେଇ ଦେଉଛି କେମିତି କ'ଣ ବନିଛି। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ମିନି କେକ୍ ବନିକି ଆମର ରେଡ଼ି ହେଇଛି, ଗ୍ଲାସ୍ କେକ୍। ତ ଏଇଭଳି ପ୍ରୋସେସ୍ରେ ବନାନ୍ତୁ ଘରେ, ଆଉ ଛୁଆମାନଙ୍କୁ ଦିଅନ୍ତୁ, ଦେଖିବେ ସେମାନେ ପୁରା ଫିନିଶ୍ କରିକିରି ଖାଇବେ। ଆଉ ଘରେ ଯଦି ଦେଖିବେ ବିସ୍କୁଟ୍ ଅଛି ନା, ଘରକୁ ଯଦି କୁଣିଆ ଆସୁଛନ୍ତି ବା ଗେଷ୍ଟ ଆସୁଛନ୍ତି, ତାହେଲେ ଦେଖିବେ ଇଏ ଝଟପଟ 15ରୁ 20 ମିନିଟ୍ରେ ବନିକି ରେଡ଼ି ହେଇଯିବ। ଆପଣଙ୍କ ପାଖରେ ଯଦି ମାନେ ଟାଇମ୍ ନାହିଁ ମାର୍କେଟରୁ ମିଠା ଆଣିବା ପାଇଁ, ତ ତାହେଲେ ଘରେ ଏଇ ରେସିପିଟା ଟ୍ରାଏ କରନ୍ତୁ। ତ ବହୁତ ବଢ଼ିଆ ଲାଗିବ। ଆଉ ଯାହାକୁ ବି ବନେଇକି ଦେବେ ନା, କେହି ବି ବିଶ୍ୱାସ କରିବେନି ଯେ ବିସ୍କୁଟ୍ରେ ବନିଛି। ଏତେ ବଢ଼ିଆ ଗୋଟେ ସ୍ୱାଦିଷ୍ଟ ଲାଗୁଥିଲା ରେସିପିଟା। ତ ଦେଖନ୍ତୁ ମୁଁ ପ୍ଲେଟ୍କୁ ବାହାର କରିସାରିବା ପରେ ଚିନି ସିରାଟାକୁ ହାଲକା ଟିକେ ଉଷୁମ କରିଦେଲି। ତାପରେ ଚିନି ସିରାଟାକୁ ତା ଉପରେ ଏଡ୍ କରିଦେଲି। ଏଡ୍ କରିବା ଦ୍ୱାରା କ'ଣ ହେବ ନା, ସେ ଚିନି ସିରାଟାକୁ ଆବଜର୍ବ କରିଦେବ। ଆଉ ଯଦି ଅଧିକା ମିଠା ଖାଇବାକୁ ପସନ୍ଦ କରନ୍ତି, ତାହେଲେ ଅଧିକା ଟିକେ ସିରା ବନେଇବେ। ଯେମିତିକି ଆପଣମାନେ ଗୋଲାପ ଜାମୁନ ହଉ କି ରସଗୋଲା ସହିତ ଚିନି ସିରା, ଅଧିକାଂଶ ଲୋକ ଅଛନ୍ତି ଚିନି ସିରା ସହିତ ସେମାନେ ମିଠା ଖାଇବାକୁ ପସନ୍ଦ କରନ୍ତି। ତ ତାହେଲେ ଆପଣମାନେ ଆଉ ଟିକେ ଚିନି ସିରା ବନେଇକି ଏଡ୍ କରିପାରିବେ। ମୁଁ ଅଳ୍ପ ଟିକେ ହିଁ ଚିନି ସିରା ବନେଇଥିଲି, ଯେହେତୁ କେବଳ ଚିନି ସିରାରୁ ତା'ର ଉପରେ କୋଟିଂଟା ଦେବାର ଥିଲା, ଆଉ ଟିକେ ହାଲକା ସେ ଆବଜର୍ବ ଯେମିତି କରିବ। ଅଧିକା ମିଠା ଖାଇବାକୁ ଘରେ ପସନ୍ଦ କରନ୍ତିନି, ସେଥିପାଇଁ ମୁଁ ଅଧିକା ଚିନି ସିରା ବନେଇନି। ତ ଆପଣମାନେ ଯେତିକି ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ଚିନି ସିରା ବନେଇବେ। ତାପରେ କ'ଣ କରିବା, ଏଇଟା ପୁରାପୁରି ଅପସନାଲ୍ ଅଛି। ଆଉ ତା ଉପରେ ଦେଖନ୍ତୁ ଯେଉଁ ବିସ୍କୁଟ୍ ଗୁଣ୍ଡଟା ରଖିଥିଲେ, ତ ସେ ଗୁଣ୍ଡଟାକୁ ତା ଉପରେ ଏଡ୍ କରିଦେବା ସୁନ୍ଦର ଦେଖାଯିବା ପାଇଁ। ଆଉ ବହୁତ ବଢ଼ିଆ ଲାଗୁଥିଲା ଖାଇବା ପାଇଁ। ଆଉ ସେଥିରେ ଗୋଟେ ଗୋଟେ ମୁଁ କାଜୁ ବି ରଖିଦେଲି ଯେମିତି ସୁନ୍ଦର ଦେଖାଯିବ ବୋଲି। ଆଉ ଦେଖନ୍ତୁ କେତେ ବଢ଼ିଆ ଆମର ରେସିପିଟା ବନିକି ରେଡ଼ି ହେଇଗଲା, ପୁରା ଝଟପଟ ବନିକି ରେଡ଼ି ହେବ। ତ ଆପଣମାନେ ବି ଘରେ ଆଗ ଟ୍ରାଏ କରନ୍ତୁ, ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଫ୍ରେଣ୍ଡସ୍, କହିବା ସମୟରେ ଟିକେ ଟିକେ ପାଟି ଲାଗିଯାଉଛି, ତ ଆଡ଼ଜଷ୍ଟ ଟିକେ କରିବେ। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି
ताहले चैनल को मोर सब्सक्राइब कर दियंतु, बेल आइकन क्लिक कर दियंतु, जहाँ फल मोर सब वीडियो नोटिफिकेशन प्रथम आपण मानक पहुँचो। मुझे इजी इजी वीडियो नहीं आसबि, आपण मैंने देखिए घरे आगे निहाती ट्राए करूँ। आउ जदि फेसबुक पेज देखुं ताहले फेसबुक पेज मोर फॉलो करूँ, इंस्टाग्राम रे देखुले फॉलो करने को जमार भूलतुनि। तो देखो फाइनल रेसिपी बनिकी रेडी हो गलानी। आपण मानक ए मिनी केकटा मु कटिंग करके देखी दूसरी मिनी मिठाटा तो केमती कौन बनी केते सॉफ्ट बनी। तो देखो आपण चामच साहाଯ୍य बाहर कर देखा केते बढ़िया बनी रेसिपीटा। तो आपण मैंने भी घरे आगे ट्राए करूँ। फ्रेंड्स आपण मैंने तो वीडियो देखुं कि कौ जिलूर देखुं कमेंट माध्यम जनातु, मत भी खुशी लगे वीडियो केदूर पर्यंत पहुँचुची। आ देखो मुझे खंड भी करदेली केते बढ़िया पूरा बनी। आ देखा भी जाऊँगी बहुत सुंदर आमती देखा पूरा गुलाब जामुन भाई टेस्ट थिला। आ देखो गुलाब जामुन भाई ही देखा जाऊँगी रेसिपीटा। आपण मैंने देखिए जापे आते स्वादिष्ट भी बनी ना। आपण मैंने न बनइले जमार विश्वास करें। तो आपण मैंने घरे आको ट्राए करूँ, आपण मान अनुभूति मो सहित सेयार करूँ। आपण मानक खाइला यार बिस्कुटर स्वाद आसला ना, गुलाब जामुन स्वाद आसला ना, बिस्कुट मिठार स्वाद आसला कि केक्र स्वाद आसला, मत निश्चय कमेंट मध्यम जनइबे। आपको कौन कह रेसिपीर ना आपण मैंने ही मत कमेंट मध्यम जनातु। तो ये रेसिपीर नाटा कौन दिज्व। तो फाइनाली देखो रेसिपीटा प्रस्तुत हो जाए। पाखर भी देखा चामच साहाଯ୍य बाहर करी। तो आपण मैंने ट्राए करूँ। से पर्यंत रोचे पुणी